ନୀଳଗିରି ଡାକବଙ୍ଗଳା ପରିସରରେ ସୀମିତ ଯୁବକ ଓ ଯୁବତୀଙ୍କୁ ନେଇ ପ୍ରଦାନ କରାଗଲା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ଆର୍ଥିକ ସହାୟତା। ଆଜି ଆଇଟିଡିଏ ପକ୍ଷରୁ ନୀଳଗିରି ଡାକବଙ୍ଗଳା ପରିସରରେ ଜନଜାତି ଜୀବିକା ମିଶନର ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ନୀଳଗିରି ଆଦିବାସୀ ଉନ୍ନୟନ ସଂସ୍ଥା ଉପରେ ଅନେକ ପ୍ରଶ୍ନଚିହ୍ନ ଆଜି ଲାଗିଛି। ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ପାଇଁ ବହୁମୁଖୀ ଯୋଜନା ପ୍ରଣୟନ କରିବା ସହିତ ତାର ସଫଳ ରୂପାୟନ ପାଇଁ ଅନେକ ସଂସ୍ଥା କାର୍ଯ୍ୟରତ ଅଛନ୍ତି। ତନ୍ମଧ୍ୟରୁ ଆଇଟିଡିଏ ସଂସ୍ଥା ଅନ୍ୟତମ। ଆଦିବାସୀ ଯୁବକ ଓ ଯୁବତୀମାନଙ୍କୁ ନିଜ ଜୀବନର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଜୀବିକା ମିଶନ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଉକ୍ତ ସଂସ୍ଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକଙ୍କୁ ଅନ୍ଧକାରରେ ରଖି ଡାକବଙ୍ଗଳା ପରିସରରେ ଆର୍ଥିକ ସହାୟତା ପ୍ରଦାନ କରିବାର ମହତ୍ତ୍ୱ ଉଦ୍ଦେଶ୍ୟ କ'ଣ? ଏଠି ପ୍ରଶ୍ନ ଉଠେ। ଏଭଳି କାର୍ଯ୍ୟ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ନିଜ ଇଚ୍ଛାରେ କରିଛନ୍ତି ନା କେଉଁ ଏକ ଅଦୃଶ୍ୟ ଆକାଙ୍କ ନିର୍ଦ୍ଦେଶରେ କରିଛନ୍ତି, ତାହା ନୀଳଗିରି ଜନମାନସରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଉ ଏଠି ଏକ ବଡ଼ ପ୍ରଶ୍ନ, ଉକ୍ତ ସଂସ୍ଥାଟି କ'ଣ ସରକାରୀ ଦଳର ବ୍ୟକ୍ତିଗତ ସମ୍ପତ୍ତି କି? ଯେଉଁଥିପାଇଁ ଡାକବଙ୍ଗଳାର ରୁଦ୍ଧ ନିଷିଦ୍ଧ ପରିସୀମା ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଛି। କୌଣସି ଜଣେ ହେଲେ ସାମ୍ବାଦିକକୁ ମଧ୍ୟ ଡକାଯାଇନାହିଁ। ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ଅବଗତ ଅଛନ୍ତି କି? ନା ନୀଳଗିରି ଉପଖଣ୍ଡର ହର୍ତ୍ତାକର୍ତ୍ତା ଦୈବ ବିଧାତା ନୀଳଗିରି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦଳୀୟ କାର୍ଯ୍ୟକ୍ରମ ପାଳନ ହେଲା ଭଳି ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଉଛି ବୋଲି ଏଠାରେ ପ୍ରଶ୍ନ ଉଠେ। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଯେପରି କରାନଯିବ ସେଥିପ୍ରତି ବାଲେଶ୍ୱର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନୀଳଗିରି ଜନସାଧାରଣ ନିବେଦନ କରିଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।